ରାତି ପାଇଁ ଭେଜ୍ ବିରିୟାନୀ ବନେଇବି ବୋଲି ଭାବିଛି। ଆଉ ସେଥିପାଇଁ ପ୍ରସ୍ତୁତି ଏତେ କଣ ଆରମ୍ଭ କରିଦେଇଛି, କାହିଁକିନା କ୍ରିଷ୍ଣା ଶୋଇଛି। ସେ ଉଠିଲେ କିଛି କରିଦେବନି। ସବୁ ପନିପରିବା ଗୁଡ଼ା ସବୁ କାଟି କୁଟି ପକାଏ। ଆଉ ଆଉ ବୋଧେ ମସଲା ଫସଲା ଟିକେ ଦରକାର, ମାନେ ବିରିୟାନୀ ମସଲାଟା ନାହିଁ, ଆଣିବାକୁ ଯିବାକୁ ପଡ଼ିବ କି କ'ଣ, ଟିକେ ମାର୍କେଟ ଯାଇକି ନେଇକି ଆସିବି, କି ଆୟୁଷ ଆସିଲେ ଆଣିବାକୁ ଯିବ। ଆଉ ଦେଖନ୍ତୁ ଏଠି ମୁଁ ପୁରା ପ୍ରସ୍ତୁତ କରିଦେଇଛି, ମାନେ ସବୁ କିଛି ନେଇ ଆସିଛି ଫ୍ରିଜ୍ରୁ ବାହାର କରିକି। ଫୁଲକୋବି, ବିନ୍ସ, ଶିମଲା ମିର୍ଚି ସବୁ କିଛି ନେଇ ଆସିଛି। ବର୍ତ୍ତମାନ ସନ୍ଧ୍ୟା ହେଇସାରିଲାଣି, ମୁଁ ପୂଜା ମଧ୍ୟ କରିସାରିଲିଣି। ଆଉ ଆୟୁଷ ଟ୍ୟୁସନରୁ ଆସି ସାରିଲେଣି। ଦେଖନ୍ତୁ ବସିକି କ'ଣ ସବୁବେଳେ ତାର ତ ଖୁରିଆ କାମ ଚାଲିଥାଏ, କିଛି ନା କିଛି। ଆଉ ବସିକି ଏଠି କ'ଣ ଖେଳୁଛି ସେ। ବାବା ଶୀଘ୍ର ପାଠ ପଢା କରିଦିଅ, ବାବା ସିନା ମୋବାଇଲ ଦରକାର, ତମେ ପଢିଦିଅ ଶୀଘ୍ର। ଇଏ ଏଠି ବସିକି କାନ୍ଦୁଛି ଶୋଇକି, ଅନଉଛି ମୋବାଇଲକୁ। ଆଉ ଏଠି ବିରିୟାନୀ କରିବି। ବିରିୟାନୀ ପାଇଁ ଏଠି ପିଆଜଟାକୁ ଫାଷ୍ଟ ତେଲରେ ମୁଁ ତାକୁ ଫ୍ରାଏ କରୁଛି। ତାପରେ ଏ ସବୁ କାଟିକି ରଖିଛି, ଏମାନଙ୍କୁ କରିବି ଆଉ। ଫାଷ୍ଟ ଗାଜରକୁ ଫ୍ରାଏ କରିଦେଇଛି, ତାପରେ ବିନ୍ସଟାକୁ ଫ୍ରାଏ କରୁଛି। ସବୁ ହାଫ୍ ହବ, ପୁରାପୁରି ଫୁଲ୍ ମାନେ ପୁରାପୁରି ଇଏ ହବନି, ପୁରାପୁରି ହାଫ୍ ହବ, କାହିଁକିନା ତାକୁ ପୁଣି ମସଲା ସହ କଷାଯିବ। ତାକୁ ହାଫ୍ ହବ। ତାପରେ ଫୁଲକୋବିକୁ ଫ୍ରାଏ କରିଦେଲି। ସବୁ ହାଫ୍ ହାଫ୍ ହବ, ବେଶୀ ତ ହବନି, ପୁରାପୁରି ସିଝା ଯିବନି। ହାଫ୍ ଫ୍ରାଏ ହବ। ବିନ୍ସ କରିଥିଲି, ଗାଜର କରିଥିଲି, ତାପରେ ଫୁଲକୋବିଟାକୁ ଫ୍ରାଏ କରିଦେଲି। କ୍ୟାପ୍ସିକମକୁ ଫ୍ରାଏ କରିବା ହେଇଯାଇଛି। ତାପରେ ଆକୁ ବର୍ତ୍ତମାନ ବାହାର କରିଦେବା। ତାପରେ ଆଳୁ ଫ୍ରାଏ କରିବା। ବେଶୀ ତେଲ ଏଇଥିପାଇଁ ପକେଇ ନାହାନ୍ତି, ତେଲଟାକୁ ପୁଣି ରଖିବା ପାଇଁ ପ୍ରୋବ୍ଲେମ୍ ହେବ। ସେଥିପାଇଁ କମ୍ ତେଲରେ ତାକୁ ଇଏ କରୁଛି। ତାକୁ ଛାଣି ବି ଦେଲେ ହେବ, ଏମିତି ବି କଲେ ହେବ, କାହିଁକିନା ମୋତେ ହାଫ୍ କରିବାର ଅଛି, ପୁରା ଫୁଲ୍ କରିବାର ନାହିଁ। ସେଥିପାଇଁ ମୁଁ ତାକୁ କମ୍ ତେଲରେ ଫ୍ରାଏ କରୁଛି ସବୁ। ବିରିୟାନୀ ପାଇଁ ଆମେ ମସଲା ପ୍ରସ୍ତୁତ କରିବା। ମସଲାର ପିଆଜ, ରସୁଣ, ଅଦା, ଜିରା ତାକୁ ମିକ୍ସ କରିଦେଇଛି। ତାପରେ ଟମାଟୋଟା ମିକ୍ସ କରିନାହିଁ, କାହିଁକି ନା ଟମାଟୋଟା ମୁଁ ଏମିତି କାଟିକି ପକେଇବି। ମସଲା ହବ, ମସଲା ହେଇସାରିଲା ପରେ ତାପରେ ପୁଣି ତାର ଆବଶ୍ୟକ ମସଲା ସବୁ ପଡ଼ିବ। ମସଲା ହଉ ଟମାଟୋଟାକୁ ବର୍ତ୍ତମାନ କାଟିଦବା। ବର୍ତ୍ତମାନ ମସଲା ହେଇଗଲାଣି। ବର୍ତ୍ତମାନ ଧନିଆ ପାଉଡର ପକେଇଦବା। ତାପରେ ହଳଦୀ ପକେଇଦବା। ତାପରେ ଏଇଟା କାଶ୍ମୀର ମିର୍ଚି ପକେଇଦବା। ତାପରେ ଗରମ ମସଲା ପକେଇଦବା। ତାପରେ ଟମାଟୋ ପକେଇଦବା। ବିରିୟାନୀ ମସଲାଟା ବର୍ତ୍ତମାନ ପକେଇବାନି, ବିରିୟାନୀ ମସଲାଟା ପରେ ପକେଇବା। ବର୍ତ୍ତମାନ ମସଲା ହେଇସାରିଲାଣି। ବର୍ତ୍ତମାନ ସବୁ ପରିବାକୁ ତା ଦେହରେ ପକେଇଦବା। ପରିବା ଗୋଟେ କରି ପରିବା ପକେଇଦବା। ସବୁ ପରିବା ପକେଇ ସାରିଲା ପରେ ତାପରେ ତାକୁ ଆମେ ସିମ୍ କରିକି ଆକୁ ଏମିତି ଚଲେଇବା। ଏଥିରେ ଆଉ ପାଣି ଦବାନି। ଏଇଟା ପୁରା କଷା ହେଇଗଲା, ଆଉ ପାଣି ଦବାନି। ଚାଉଳ ପ୍ରସ୍ତୁତ ହେଇ ସାରିଲା ପରେ ଆକୁ ବାହାର କରିକି ତାପରେ ତାକୁ ଦମ୍ ଦବା। ଆ ଦେହରେ ପାଣି ଦିଆଯିବନି। ଏଇଟା ବନିଗଲା, ପରିବାଟା ଏଇଟା କଷା ହେଇଗଲା। ବର୍ତ୍ତମାନ ପରିବାଟା ରେଡି। ଚାଉଳ ପୁରାପୁରି ଗଳା ଯିବନି, ପୁରା ଅଧା ହେଇଥିବ। ତାକୁ ମୁଁ ବାହାର କରିଦେବି। ବାହାର କରିସାରିଲା ପରେ ତାକୁ ଦମ୍ ଦେବା। ବର୍ତ୍ତମାନ ଇଏ ରେଡି ହେଇଗଲା ପରିବାଟା। ତାକୁ ମୁଁ ବର୍ତ୍ତମାନ ଗୋଟେ ଜାଗାକୁ ଟ୍ରାନ୍ସଫର କରିନେଉଛି, କାହିଁକି ନା ଏତେ ବଡ଼ କଢ଼ା ଆଉ ଦରକାର ନାହିଁ। ଏଥିରେ ଆକୁ ଟ୍ରାନ୍ସଫର କରିନେଉଛି। ବର୍ତ୍ତମାନ ଏଠି ଚାଉଳ ହେଇଗଲାଣି, ଫୁଟିଲାଣି। ଏଇଟା 5 ମିନିଟ୍ ଭିତରେ ହେଇଯିବ। ହେଇ ସାରିଲା ପରେ ତାକୁ ପୁଣି ଛଣାଯିବ। ବର୍ତ୍ତମାନ ବିରିୟାନୀ ପାଇଁ ଏଠି ମୋର ପରିବା ମସଲାଟା ଏଟା ପୁରା ରେଡି। ବର୍ତ୍ତମାନ ଚାଉଳଟା ଅଧା ବଏଲ ହେଇ ଆସିଲାଣି। ବର୍ତ୍ତମାନ ଘିଅ ଆମେ 1 ଚାମଚ ଏଥିରେ ଆଡ୍ କରିଦବା। ବର୍ତ୍ତମାନ ଚାଉଳଟା ଅଧା ହେଇଗଲା ପରେ ମୁଁ ଚାଉଳଟାକୁ ଏଠି ମୁଁ ଛାଣି ନେଇଛି। ଛାଣି ନେଲା ପରେ ବର୍ତ୍ତମାନ ଆମେ ଗ୍ୟାସରେ ଦମ୍ ପାଇଁ ପ୍ରସ୍ତୁତ କରିବା। ଏଥିରେ ବି ମିଟ୍ ନେଇଛି ପ୍ରସ୍ତୁତ କରିବା ପାଇଁ। ଫାଷ୍ଟ ଆମେ ଏଥିରେ ଘିଅ ଆଡ୍ କରିବା। 1 ଚାମଚ ଘିଅ ଫାଷ୍ଟ ଆଡ୍ କରିବା। ଘିଅଟା ଗରମ ହେଇସାରିଲା ପରେ ଘିଅଟା ଗରମ ହବ। ଗରମ ହେଇସାରିଲା ପରେ ତାକୁ ପୁଣି କରିବା। ଚାଉଳରୁ ବି ଏଠି ପାଣି ଛାଡ଼ି ଯାଇଛି। ଘିଅଟା ବଏଲ ହେଇସାରିଲା ପରେ ଆମେ ଜିରା ଆଡ୍ କରିବା।
ଏଠି ଜିରା ଆଡ୍ କଲେ ଆଉ ଖଡ଼ା ମସଲା ଏଇଟା ହେଇଯିବ ଭଲସେ। ହେଇ ସାରିଲା ପରେ ଆମେ ପ୍ରସ୍ତୁତ କରି ରଖିଥିବା ପରିବାଟାକୁ ଆଡ୍ କରିବା। ଅଧା ଆଡ୍ କରିବା, ସବୁ ନୁହେଁ ତା ଉପରେ ପୁଣି ଆହୁରି ଦିଆଯିବ। ତାପରେ ଆଡ୍ କରିବା ଚାଉଳଟା ବି ଅଧା ଆଡ୍ କରିବା, ସବୁ ନୁହଁ। ତାପରେ ଏଠି ଫ୍ରାଏ କରିକି ରଖିଥିବା ପିଆଜଟା ଆଉ କାଟିକି ରଖିଥିବା ଧନିଆ ପତ୍ରଟା ଆଡ୍ କରିବା। ତାପରେ ଏଇଟା ହଉଛି ତାର ମେନ୍ ଏଭରେଷ୍ଟର ସାଇ ବିରିୟାନୀ ମସଲା। ତାପରେ ଆଡ୍ କରିବା। ତାପରେ ଅଳ୍ପ ଟିକେ ଲୁଣ ଆଡ୍ କରିଦେବା, କାହିଁକି ନା ଲୁଣଟା ସବୁ ଲେୟାରରେ ଲାଗିବା ଦରକାର, ସେଥିପାଇଁ ଟିକେ ଲୁଣ ଆଡ୍ କରିଦେବା। ତାପରେ ଟିକେ ଗରମ ମସଲା ବି ଆଡ୍ କରିଦେବା। ଏଇଟା ଫାର୍ଷ୍ଟ ଲେୟାର ଥିଲା। ତାପରେ ଆମେ ସେକେଣ୍ଡ ଲେୟାର ଦବା। ଏଇଥିରେ ସବୁ ତକ ଚାଉଳ ଏଇଟା ଫାର୍ଷ୍ଟ ଲେୟାର ଥିଲା। ତାପରେ ଆମେ ପୁଣି ଦବା କଣ ନା ସବୁ ପରିବା। ଏବେ ସବୁ ପରିବା ଦେଇଦବା। ସବୁ ପରିବା ଆମେ ଆଡ୍ କରିଦବା। ତାପରେ କଣ କରିବା ନା ପୁଣି ସବୁତକ ଯେତିକି ଅଛି ଚାଉଳ, ଏସବୁ ଚାଉଳକୁ ଆମେ ଦେଇଦବା। ଏସବୁ ଚାଉଳ ଆଡ୍ କରି ସାରିଲା ପରେ ସବୁ ଚାଉଳକୁ ଆମେ ଆଡ୍ କରିଦେବା। ତାପରେ ଯେତିକି ସବୁ ପିଆଜ ଅଛି, ବର୍ତ୍ତମାନ ପିଆଜ ଏଠି ଆମେ ତାପରେ ସବୁ ଆଡ୍ କରିଦବା। ତାପରେ ସବୁ ଧନିଆ ପତ୍ର କରିଦବା। ତାପରେ ବିରିୟାନୀ ମସଲା, ସବୁ ବିରିୟାନୀ ମସଲା, ଗରମ ମସଲା, ତାପରେ ଘିଅ ପୁଣି କଣ କରିବା ନା 1 ଚାମଚ ଘିଅ ଆଡ୍ କରିବା। ସଭା ଶେଷରେ କଣ କରିବା ନା ଏଟା ହଉଛି କେଶର। ଏଇଟା ଅପସନାଲ, ପକେଇଲେ ପକେଇବେ, ନ ପକେଇଲେ କିଛି କଥା ନାହିଁ। କିନ୍ତୁ ପକେଇଲେ ଟିକେ କଲର ଆସିବ ଭଲ ଆଉ ଫ୍ଲେଭର ଆସିବ ଭଲ। କେଶର କିଛି ଆଡ୍ କରିଦବା। ତାପରେ ସଭା ଶେଷରେ ଅଳ୍ପ ଟିକେ ପାଣି ଦେଇ ଆକୁ ଘୋଡେଇ ଦମ ଦେଇଦବା। କାହିଁକି ନା ପାଣି ଟିକେ ନଦେଲେ ତଳେ ଲାଗିଯିବ, ପୋଡିଯିବ। ସେଥିପାଇଁ ଅଳ୍ପ ଟିକେ ପାଣି ଦେଇ ଆକୁ ଆମେ ଘୋଡେଇଦବା। ବର୍ତ୍ତମାନ ଇଏ ରେଡି ହେଇଗଲା। ଏଇଟା ତଳି ଲାଗି ଯାଇପାରେ, ସେଥିପାଇଁ ଆମେ ତାୱାଟା ବସେଇବା। ତାପରେ ବିରିୟାନୀଟା ବସେଇଦବା। ତାପରେ ଦମ ଦବା ପାଇଁ ଆମେ ଗୋଟେ ଭାରି ଜିନିଷ ଆଣି ତାପରେ ରଖିଦବା। ଦେଖନ୍ତୁ ଆମର ବର୍ତ୍ତମାନ ବିରିୟାନୀ ପ୍ରସ୍ତୁତ ହେଇଯାଇଛି। ଦେଖନ୍ତୁ ବର୍ତ୍ତମାନ ଗ୍ୟାସ୍ ବନ୍ଦ କରିଦେଲି। ବିରିୟାନୀ ପ୍ରସ୍ତୁତ।